ଏବଂ ଏପଟେ ଧୁନ୍ଦୁକାରୀ ଯେତେବେଳେ ନିଜେ ବଢିବାକୁ ଲାଗିଲା, ଧୀରେ ଧୀରେ ତାର ଅତ୍ୟାଚାର ବଢିଗଲା। ବାପା ଆତ୍ମଦେବ ସେତେବେଳେ ଚିନ୍ତା କଲେ, ମୋର ପୁତ୍ର ନଥିଲା, ମୁଁ ଶାନ୍ତିରେ ଥିଲି, ଆନନ୍ଦରେ ଥିଲି, ଖୁସିରେ ଥିଲି, କିନ୍ତୁ ପୁତ୍ର ହେଲା ନାହିଁ ତ ମୋ ଦୁଃଖର କାରଣ ହେଇଗଲା। ପ୍ରତି ମୁହୂର୍ତ୍ତ ବଞ୍ଚିକରି ମରିବା ସହିତ ସମାନ ହେଇଯାଉଛି। ଏବଂ ମନେ ମନେ ସ୍ଥିର କଲେ, କଣ କରିବି, ୟାର ଉପାୟ କଣ? ଏହି ସମୟରେ ଗୋକର୍ଣ୍ଣ ଭଗବାନ ଫେରିଲେ ତୀର୍ଥ ଭ୍ରମଣରୁ। ଫେରିକି ପିତାଙ୍କର এই ଅବସ୍ଥା ଦେଖି ପଚାରିଲେ। ପିତା ସମସ୍ତ ଘଟଣା କହିଲେ। କହିଲେ, ଦେଖନ୍ତୁ ପିତା, ଯେତେବେଳେ ଆପଣ ଏଇ ପୁତ୍ରଟିକୁ ପାଇବା ପାଇଁ ଜଙ୍ଗଲକୁ ଯାଇଥିଲେ, ସେତେବେଳେ ସନ୍ନ୍ୟାସୀ ଆପଣଙ୍କୁ ସେଇ ଉପଦେଶ ଦେଇଥିଲେ, ଜି ସଂସାର ଭିତରକୁ ଆଉ ଯାଅନା, ସଂସାର ତ୍ୟାଗ କର, ସନ୍ନ୍ୟାସୀ ଧର୍ମ ଅବଲମ୍ବନ କର, ଜଙ୍ଗଲରେ ରୁହ, ହରି ନାମ ଭଜନ କର, ଭଗବାନଙ୍କର ବୈକୁଣ୍ଠ ପ୍ରାପ୍ତ କର। କିନ୍ତୁ ତମେ ମାନିଲ ନାହିଁ। ଆଉ ଆଜି ଯୋଉ ମୁଁ କହିଲେ ମୋ ଶରୀର, ମୋର କହିଲେ ଏ ଶରୀର ଦ୍ୱାରା ଯେତେ ସମ୍ପର୍କୀୟ ବାପା ମା ପୁତ୍ର କନ୍ୟା ସ୍ୱାମୀ ଯେତେ ଅଛନ୍ତି, ଇଏ ସମସ୍ତଙ୍କୁ ଧରିକିରି ଯଦି ତମେ ରହିବ, ତାହେଲେ ତମେ କେବେ ବି ଶାନ୍ତି ପାଇପାରିବ ନାହିଁ। ଆତ୍ମଦେବ ପଚାରିଲେ, କରିବି କଣ? ନା ତମେ ଏଇଆ କର, ଇଏ ମୋହ ଛାଡ଼। କାହାକୁ? ଏ ସଂସାରର ମୋହକୁ ତ୍ୟାଗ କରିବାକୁ ପଡ଼ିବ। ଯେତେ ପର୍ଯ୍ୟନ୍ତ ସଂସାରର ମୋହ ତ୍ୟାଗ ନ କରିଛ, ସେତେ ପର୍ଯ୍ୟନ୍ତ ତମ ଭିତରେ ବୈରାଗ୍ୟ ଆସିବ ନାହିଁ। ବୈରାଗ୍ୟ ଆସିଲେ ତମେ ଯାଇ ଭଗବାନଙ୍କୁ ଭଜନ କରିବ। ତେଣୁ ଏ ସଂସାରକୁ ଏହି ମୁହୂର୍ତ୍ତରେ ଛାଡ଼ିଦିଅ, ଜଙ୍ଗଲକୁ ଯାଅ, ହରିନାମ ଭଜନ କର, ଭଗବାନଙ୍କ କୃପା ଲାଭ କର। ଆତ୍ମଦେବ ବ୍ରାହ୍ମଣ ସେୟା କଲେ। ଗୋକର୍ଣ୍ଣଙ୍କ କଥାରେ ଜଙ୍ଗଲକୁ ଚାଲିଗଲେ, ଯାଇକି ହରିଭଜନରେ ନିଜକୁ ନିୟୋଜିତ କରିଦେଲେ। ଏପଟେ ତାପରେ ଗୋକର୍ଣ୍ଣ ଭଗବାନ ପୁଣି ତୀର୍ଥ ଭ୍ରମଣରେ ଚାଲିଗଲେ। ଧୁନ୍ଦୁକାରୀ ଅର୍ଥ ପ୍ରାପ୍ତି ନିମିତ୍ତ, କାରଣ ପରସ୍ତ୍ରୀ ଗମନ କରୁଥିଲା। ଏକ ନୁହଁ, ଅନେକ ପରସ୍ତ୍ରୀଙ୍କୁ ଆଣିକି ନିଜର କରିକି ରଖିଥିଲା। ବେଶ୍ୟାସକ୍ତ ଥିଲା, ମାଂସାହାରୀ ଥିଲା, ଜୀବହତ୍ୟା କରୁଥିଲା, ସବୁ ପ୍ରକାର ଚୋରି ଡକାୟତ, ସଂସାରରେ ଯେତେ ପାପ କର୍ମ ଅଛି ସବୁ କରୁଥିଲା। ଯୋଉ ପାପର କେବେ ବି ମୁକ୍ତି ନଥାଏ, ସେଇ ପ୍ରକାର କର୍ମରେ ଲିପ୍ତ ଥିଲା। ମାକୁ କହିଲା, ମା ତୋ ପାଖରେ ଯେତେ ଅର୍ଥ ଅଛି ମତେ ଦେ, ଯୋଉଠି ଲୁଚେଇକି ରଖିଛୁ। ମା ଧୁନ୍ଦୁଲି କହିଲା, ଦେଖ ପୁତ୍ର, ମୋ ପାଖରେ ଆଉ କିଛି ନାହିଁ। ତୋ ବାପା ତ ଛାଡ଼ିକି ଚାଲିଗଲେ, ଆଉ କଣ ଅଛି ମୋ ପାଖରେ? କିଛି ନାହିଁ, ସବୁ ତ ତୁ ନେଇଗଲୁଣି। ଯଦି ଆଜି ରାତି ସୁଦ୍ଧା ତୁ ମତେ ରଖିଥିବା ଗୁପ୍ତ ଧନକୁ ନ ଦଉ, ତାହେଲେ ମୁଁ ତୋତେ ହତ୍ୟା କରିବି। ଯେତେବେଳେ ପୁଅ ନିକଟରୁ ଏହି ପ୍ରକାର କଥା ମା ଶୁଣିଲେ, ଧୁନ୍ଦୁଲି କଣ କଲେ ନା ରାତି ଅଧରେ କୂଅକୁ ଡେଇଁକିରି ଆତ୍ମବିସର୍ଜନ କରିଦେଲେ। ଏପଟେ ବେଶ୍ୟାସକ୍ତ ଧୁନ୍ଦୁକାରୀ କଣ କଲା ନା ସମସ୍ତ ବେଶ୍ୟାଙ୍କୁ ମନ ଖୁସି କରିବା ପାଇଁ ଚୋରି ଅଧିକରୁ ଅଧିକ କରିବାକୁ ଲାଗିଲା। ଧୀରେ ଧୀରେ ସେ ଚୋରିର ଭାବ ଯାଇ ରାଜାଙ୍କ ନିକଟରେ ପହଞ୍ଚିଲା। ରାଜାଙ୍କ ଘରୁ ବି ରାତି ଅଧରେ ଚୋରି କରିବାକୁ ଲାଗିଲା। ବେଶ୍ୟାମାନେ ଜାଣିଲେ, ଯଦି ରାଜା ଜାଣିବେ ଇଏ ସମ୍ପତ୍ତି ଚୋରି ହେଇକିରି ଏଇ ଜାଗାରେ ଅଛି, ତାହେଲେ ଧୁନ୍ଦୁକାରୀ ସହିତ ଆମକୁ ବି ବାନ୍ଧିକିରି ନେଇଯିବେ। ତେଣୁ କଣ କରିବା ନା ଏଇ ଧୁନ୍ଦୁକାରୀକୁ ଆମେ ମାରିଦେବା। ଏହା ଚିନ୍ତା କରି ରାତି ଅଧରେ ସମସ୍ତ ବେଶ୍ୟା ମିଶିକିରି କଣ କଲେ, ଧୁନ୍ଦୁକାରୀକି ସେ ଘର ଭିତରେ ମାଡ଼ି ବସିଲେ ଏବଂ ଚୁଲିରେ ଜଳୁଥିବା ରଡ଼ ନିଆଁକୁ ଆଣିକି ତା ପାଟି ଭିତରେ ଦେଇକିରି ଜୀବନ୍ତ ମୃତ୍ୟୁ ପ୍ରଦାନ କଲେ। ଦେଖ, ପାପର ପରିଣାମ କେତେ ଭୟଙ୍କର ହେଇପାରେ, କର୍ମର ଫଳ କେତେ ଭୟଙ୍କର ହେଇପାରେ। ଏବଂ ଯୋଉ ଜାଗାରେ ସେ ରହୁଥିଲେ ସେଇ ଘର ଭିତରେ ଗାତ ଖୋଳିକିରି ତାକୁ ସେଇଠି ପୋତିଦେଲେ। ପୋତିକିରି ସବୁ ଧନ ସମ୍ପତ୍ତି ନେଇକିରି ପଳେଇଲେ। ତାପରେ ଏଭଳି ଭାବରେ ଯିଏ ମୃତ୍ୟୁ ବରଣ କରେ, ସିଏ ଭୟଙ୍କର ପ୍ରେତ ଶରୀର ପ୍ରାପ୍ତ ହୁଏ। ଭୟଙ୍କର ପ୍ରେତ ଶରୀର, ଯାହାର ମୁକ୍ତି ହୁଏ ନା। କାରଣ ଜୀବନରେ ଏଭଳି ପାପ କର୍ମ ଯିଏ କରିଥାଏ, ସେ କେବେ ବି ମୁକ୍ତି ପାଇପାରେ ନା। ଦିନକର ଘଟଣା, ଗୋକର୍ଣ୍ଣ ଭଗବାନ ତୀର୍ଥରୁ ଆସିକି ନିଜ ଘରେ, ସେ ଯୋଉ ଝୁପୁଡ଼ି ଘର ଥାଏ,
ସେଇଠି ବିଶ୍ରାମ ନେଉଥାନ୍ତି। କାରଣ ୟା ପୂର୍ବରୁ ଗୋକର୍ଣ୍ଣ ସମ୍ବାଦ ପାଇଥିଲେ ପଡ଼ୋଶୀଙ୍କ ଦ୍ୱାରା ଯେ ଭାଇ ଚାଲିଗଲା, ବାପା ଚାଲିଗଲେ, ମା ଚାଲିଗଲେ, ଏମିତି ସମସ୍ତଙ୍କ ନାମରେ ସେ ଗୟାରେ ପିଣ୍ଡ ଶ୍ରାଦ୍ଧ କରିଦେଇଥିଲେ, ପିଣ୍ଡଦାନ କରିକି ଶ୍ରାଦ୍ଧ କରିଦେଇଥିଲେ। କାରଣ ସତ୍ୟରୁ ବି ଆଜି ପର୍ଯ୍ୟନ୍ତ ଆମର ବିଶ୍ୱାସ ଅଛି ଗୟାରେ ପିଣ୍ଡଦାନ କଲେ ଆଉ ପିଣ୍ଡ ଦେବାକୁ ପଡ଼େ ନା। କାରଣ ମା ସୀତା ଦଶରଥଙ୍କୁ ସେଇଠି ପିଣ୍ଡଦାନ କରିବା ଦ୍ୱାରା ଦଶରଥ ମୋକ୍ଷ ପ୍ରାପ୍ତି ହେଇଥିଲେ। ତେଣୁ ଗୟା କ୍ଷେତ୍ର ହେଉଛି ଏକ ପୁଣ୍ୟ କ୍ଷେତ୍ର। ଯେତେବେଳେ ଧୁନ୍ଧୁକାରୀ ଯୋଉଠି ପୋତା ହେଇଛି ସେଇ ଜାଗାରେ ଗୋକର୍ଣ୍ଣ ରାତିରେ ଶୋଇଛନ୍ତି। ଦେଖିଲେ ରାତି ଅଧରେ ଅନ୍ଧାରରେ ଗୋଟେ ଭୟଙ୍କର ଜୀବଟେ, ବିକୃତ ଜୀବ ଗୋଟେ ସୃଷ୍ଟି ହେଇକରି ଆସିଲା ଅନ୍ଧାର ଭିତରେ, ଆସିକି ୟାଙ୍କୁ ଡରେଇବାକୁ ଭୟଭୀତ କରିବାକୁ ଲାଗିଲା। ଯିଏ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ଥାଏ, ଯାହାକୁ ବୈଷ୍ଣବ ବୋଲି କୁହାଯାଏ, ତାର କୌଣସି ଭୂତ ପ୍ରେତ ବା ଯେତେ ପ୍ରକାର ଅଶରୀର, ଯେତେ ପ୍ରକାର ଦୁର୍ଗତି କିଛି ବି ସ୍ପର୍ଶ କରିପାରନ୍ତି ନାହିଁ। ଦେଖ, ଯିଏ ଭଗବାନଙ୍କର ଭକ୍ତ ହେଇଯାଏ, ମୁଖରେ ହରିନାମ ଥାଏ, ତାକୁ କୌଣସି ଭୟର ଆଶଙ୍କା ନାହିଁ, କାରଣ କେହି ତାକୁ ସ୍ପର୍ଶ କରିପାରନ୍ତି ନାହିଁ। ତାର ଚାରିପଟରେ ଭଗବାନଙ୍କର ସହସ୍ର ବାହୁ ମସ୍ତକ ଉପରେ ଥାଏ। ତେଣୁ ଗୋକର୍ଣ୍ଣ ଭୟ କରିବାର ନାହିଁ, ସ୍ୱୟଂ ବ୍ରହ୍ମଚାରୀ। ତେଣୁ ସେ ଜାଣିଲେ ଯେ ଏଇଟା ଗୋଟେ ଭୟଙ୍କର ପ୍ରେତ, ସେଇଥିପାଇଁ ମୋତେ ଭୟଭୀତ କରିବାକୁ ଆସୁଛି। ମନ୍ତ୍ରପୁତ କରିକି ଜଳ ତା ଉପରକୁ ପକାଇଦେଲେ। ସେତେବେଳେ ସେ କଥା କହିବାକୁ ଲାଗିଲା। ତାକୁ ପଚାରିଲେ, ତୁ କିଏ? ନା, ମୁଁ ତୋର ଭାଇ ଧୁନ୍ଧୁକାରୀ। କ'ଣ ହେଇଛି? ସମସ୍ତ ଘଟଣା କହିଲେ। ଏହା ହେଇଛି ନା, ତୋ ପାଇଁ ମୁଁ ଗୟାରେ ପିଣ୍ଡ ଦେଇଛି, ପିଣ୍ଡଦାନ କରିକିରି ଆସିଛି, ତୋର କ'ଣ ମୁକ୍ତି ହେଇନାହିଁ? ଧୁନ୍ଧୁକାରୀ ଭଳି ପ୍ରେତ କହୁଛି, ଭାଇ ଗୟାରେ ଥରେ ନୁହେଁ, କୋଟିଏ ଥର ପିଣ୍ଡ ଦେଲେ ବି ମୋର ମୁକ୍ତି ହବ ନାହିଁ। କିନ୍ତୁ ମୁଁ କେମିତି ମୁକ୍ତି ହେବି ଏ ପ୍ରେତ ଶରୀରରୁ? ତମେ ମୋତେ ଉଦ୍ଧାର କର। ଗୋକର୍ଣ୍ଣ ଭଗବାନ କହିଲେ, ହଉ, ରାତି ତ ଅନେକ ହେଲାଣି, ନିଜ ସ୍ଥାନରେ ରୁହ, ମୁଁ ଚିନ୍ତା କରେ ଆଉ କ'ଣ ଉପାୟ ଅଛି। ଯୋଉଠି ତମେ କହୁଛ ଗୟାରେ କୋଟିଏ ଥର ପିଣ୍ଡ ଦେଲେ ବି ମୁକ୍ତି ନାହିଁ, ତାହେଲେ ଆଉ କ'ଣ କରିବି? ତାଇ ପରଦିନ ସକାଳେ ଗୋକର୍ଣ୍ଣ ଭଗବାନ ପାଖ ପଡ଼ୋଶୀ ବ୍ରାହ୍ମଣ ମାନଙ୍କୁ ଡାକିଲେ, ପରାମର୍ଶ ନେଲେ। ସମସ୍ତେ କିନ୍ତୁ ତାର ସଠିକ ଉତ୍ତର କେହି ଦେଇପାରିଲେ ନାହିଁ। କେହି ଏକ ସୁନ୍ଦର ମାର୍ଗ କେହି ପ୍ରଦର୍ଶନ କରିପାରିଲେ ନାହିଁ। ଶେଷରେ ସମସ୍ତଙ୍କର ମତ ହେଲା ଯେ ସୂର୍ଯ୍ୟ ଭଗବାନଙ୍କୁ ଏ ପ୍ରଶ୍ନ ପଚରାଯାଉ, ସେ ହିଁ କହିପାରିବେ। ଗୋକର୍ଣ୍ଣ ସିଦ୍ଧ ତପସ୍ୱୀ ଥିଲେ ଏବଂ ଜଳ ତର୍ପଣ ପରେ ନଦୀ ଘାଟରେ ବସି ସେ ସୂର୍ଯ୍ୟଙ୍କୁ କିଛି ସମୟ ପାଇଁ ଆକାଶରେ ସ୍ଥିର କରିଦେଲେ ତପସ୍ୟା ଦ୍ୱାରା, ତପ ଆଚରଣ କରି। ସୂର୍ଯ୍ୟ ଭଗବାନ ଯେତେବେଳେ ଅଟକି ଗଲେ, ସେତେବେଳେ ତାଙ୍କୁ ପ୍ରଶ୍ନ କଲେ ଯେ ଏମିତି ମହାପାପ କରିଥିବା ଜୀବ ଯାହାର ମୃତ୍ୟୁ ହେଇଯାଇଛି, କୌଣସିଥିରେ ମୁକ୍ତି ପାଇପାରୁନାହିଁ, ଶାସ୍ତ୍ରୀୟ ବିଧିବିଧାନରେ ଯାହା ଅଛି ତା କଲେ ମୁକ୍ତି ପାଇପାରୁନାହିଁ, ସେ କେମିତି ମୁକ୍ତି ପାଇବ? ସୁନ୍ଦର କଥା ସୂର୍ଯ୍ୟ ଭଗବାନ ସେଉଠୁ ଗୋଟିଏ ପଦରେ କହିଥିଲେ, ଶ୍ରୀମଦ୍ ଭାଗବତାନ ମୁକ୍ତି ସପ୍ତାହଂ ବାଚନଂ କୁରୁ। ଶ୍ରୀମଦ୍ ଭାଗବତର କଥା ସାପ୍ତାହିକ ଭାବରେ କର, ସେ ପ୍ରେତ ନିଶ୍ଚିତ ମୁକ୍ତି ପାଇବ, ଏଥିରେ ନିଃସନ୍ଦେହ। ସୂର୍ଯ୍ୟ ଭଗବାନଙ୍କ ମୁଖରୁ ଏକଥା ଗୋକର୍ଣ୍ଣ ଭଗବାନ ଜାଣିବା ପରେ କ'ଣ କଲେ ନା, ଏକ ଶ୍ରୀମଦ୍ ଭାଗବତର କଥାର ଆୟୋଜନ ସେ ସ୍ଥାନରେ କଲେ। ପାଖ ପଡ଼ୋଶୀ ସମସ୍ତଙ୍କୁ ନିମନ୍ତ୍ରଣ କଲେ। ଗୋଟେ ବ୍ୟାସାସନ ତିଆରି କରାଗଲା, ନିର୍ମାଣ କରାଗଲା ଏବଂ ସମସ୍ତେ ବସିଲେ। ବସିକିରି ଯେତେବେଳେ ଗୋକର୍ଣ୍ଣ ଭାଗବତର କଥାକୁ ଆରମ୍ଭ କଲେ, ସେତେବେଳେ ସେ ପ୍ରେତ ଖୋଜି ବୁଲିଲା, ମୁଁ କୋଉଠି ବସିବି, ମୋ ସ୍ଥାନ କୋଉଠି? ଆମେ ଯେମିତି ବସୁଛୁ ଶରୀର ନେଇକି, ଆମ ମୃତ୍ୟୁ ପରେ ଆମର ଆଉ ଏଇ ଶରୀର ନାହିଁ, ଆମେ ଆଉ ଏମିତି ଆସନରେ ବସିପାରିବୁ ନାହିଁ। ଆମକୁ ବସିବା ପାଇଁ ହେଲେ ଗୋଟେ ମାଧ୍ୟମ ଦରକାର ପଡ଼ିବ। କ'ଣ ପାଇଁ? ନା, ଶରୀରଟା ଏତେ ସୂକ୍ଷ୍ମ ହେଇଯିବ, ଏଇ ଯୋଉ ଧୂପର ଯୋଉ ଧୂଆଁଟି ଆପଣ ଦେଖୁଛନ୍ତି ପବନରେ ଯେତିକି ଜୋର ଉଠୁଛି, ୟାଠୁ ଆହୁରି ଅଳ୍ପ ପବନରେ ବି
ପ୍ରେତ ଶରୀର ଉଡ଼ିଯିବ, ସ୍ଥିର ହେଇକି ରହିପାରିବ ନାହିଁ। କାହିଁକି ନା ପ୍ରେତ ଶରୀର ହେଉଛି ଏଇଆ, ଆମେ ବଞ୍ଚିଥିଲା ବେଳେ ଆମ ମସ୍ତକର ଗୋଟେ ଚୂଳକୁ ନବା, ନେଇକି ତାକୁ 1 ଲକ୍ଷ ଭାଗ କରିବା କାଟିକିରି, 1 ଲକ୍ଷ ଭାଗରୁ ଗୋଟିଏ ଭାଗ ନବା, ଗୋଟିଏ ଭାଗକୁ ନେଇ ଆମ ଶରୀର ଯେତିକି ମୋଟା, ଯେତିକି ଲମ୍ବା, ଯେତିକି ପତଳା, ଯେତିକି ଗୋରା, ସେମିତି ଗୋଟେ ଶରୀର ତିଆରି କରିବା। ଏ ଶରୀର ଆମେ ବି ଇଚ୍ଛା କଲେ କରିପାରିବା ନାହିଁ, କିନ୍ତୁ ଏମିତି ଶରୀରଟା ଆମକୁ ମିଳିଯିବ ମୃତ୍ୟୁ ପରେ। ଏତେ ସୂକ୍ଷ୍ମ ଶରୀର, ଯୋଉଠି କେବେ ସ୍ଥିର ହୋଇପାରେ, ସାମାନ୍ୟ ପବନ ବି ଉଡ଼େଇ ନେଇ ପଳେ। ତେଣୁ ସେ ପ୍ରେତ ଚିନ୍ତା କଲା କୋଉଠି ବସିବି, କୋଉଠି ବସିବି। ଦେଖିଲା ପାଖରେ ଗୋଟେ ଶୁଖିଲା ବାଉଁଶ ପୋତା ଅଛି, ଶୁଖିଲା ବାଉଁଶରେ ଭଅଁର କଣା କରିଛି। ତେଣୁ ସେ ଭାବିଲା ମୁଁ ଯଦି ଭଅଁର କଣା କରିଥିବା ରନ୍ଧ୍ର ଭିତରେ ଦେଇକି ଭିତରକୁ ପଶିଯାଏ, ୟା ଭିତରକୁ ପବନ ଲାଗିବ ନାହିଁ, ବାୟୁ ପ୍ରବେଶ କରିପାରିବ, ତେଣୁ ମୋତେ ଉଡ଼େଇ ପାରିବ ନାହିଁ। ତେଣୁ ମୁଁ ସେଇଠି ବସିକି ଭାଗବତର କଥା ଶ୍ରବଣ କରିବି। ସୌଭାଗ୍ୟର କଥା, ସେ ବାଉଁଶଟି 7ଟି ଗଣ୍ଠି ଯୁକ୍ତ ଥିଲା, 7 ଗଣ୍ଠି ଯୁକ୍ତ ବାଉଁଶ ଥିଲା। ତାପରେ କଥା ଆରମ୍ଭ ହେଲା। ପ୍ରେତ ବି ଭାଗବତର କଥାକୁ ଶ୍ରବଣ କଲା। ପ୍ରଥମ ଦିନର କଥା ଯେତେବେଳେ ବିରତି ହେଲା, ସେତେବେଳେ ବାଉଁଶର ଗୋଟିଏ ଗଣ୍ଠି ଶବ୍ଦ କରିକି ଫାଟିଗଲା। ଏମିତି ଦ୍ୱିତୀୟ ଦିନର କଥା, ଦ୍ୱିତୀୟ ଗଣ୍ଠି, ତୃତୀୟ ଦିନରେ ତୃତୀୟ ଗଣ୍ଠି, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଦିନ ଯେତେବେଳେ ହେଲା, ସେତେବେଳେ ବାଉଁଶଟି ସମ୍ପୂର୍ଣ୍ଣ ଭାବରେ ଫାଟି 2 ଫାଳ ହେଇଗଲା। ଏବଂ ତା ଭିତରୁ ସେ ପ୍ରେତ ଏକ ଦିବ୍ୟ ରୂପ ନେଇକରି ବାହାରିଲା, ଦିବ୍ୟ ଶରୀର ନେଇକରି। ଏବଂ ସେହି ସମୟରେ ବୈକୁଣ୍ଠରୁ ଭଗବାନ ବିଷ୍ଣୁଙ୍କର ଦୂତ ଏକ ବିମାନ ନେଇକରି ଆସିକି ପହଞ୍ଚିଗଲେ। କ'ଣ ପାଇଁ ନା ଏଇ ପ୍ରେତକୁ ନବା ପାଇଁ। ଯେତେବେଳେ ପ୍ରେତକୁ ନବା ପାଇଁ ବୈକୁଣ୍ଠରୁ ରଥ ଆସିକରି ପହଞ୍ଚିଲା, ବିମାନ ଆସିକରି ପହଞ୍ଚିଲା, ସେତେବେଳେ ନବା ସମୟରେ ଗୋକର୍ଣ୍ଣ ପ୍ରଶ୍ନ କଲେ ଦେବଦୂତଙ୍କୁ, ବିଷ୍ଣୁ ଦୂତଙ୍କୁ। ଏଠି କେବଳ ସେ ପ୍ରେତ ବସିକରି ବାଉଁଶ ଭିତରେ ଶୁଣୁନଥିଲା, ଏଠି ତ ବହୁ ଲୋକ ବସିକରି ଶୁଣୁଥିଲେ। ତାହେଲେ ଗୋଟେ ବିମାନ ତା ପାଇଁ କାହିଁକି ଆସିଲା, ଆଉ ସମସ୍ତଙ୍କ ପାଇଁ କ'ଣ ପାଇଁ ଆସିଲା ନାହିଁ? ସମସ୍ତେ ବି 7 ଦିନ ଶୁଣିଛନ୍ତି, ସିଏ ଯେତିକି ଶୁଣିଛି ସମସ୍ତେ ବି ସେୟା ଶୁଣିଛନ୍ତି। ବିଧି ନିୟମଟା ମୁଁ ବି ଆଜି ଆପଣଙ୍କୁ କହିଦେଉଛି, କ'ଣ ପାଇଁ ବିମାନ ଆମ ପାଖକୁ ଆସିପାରୁନି। ନିୟମ ହେଉଛି ଏଇଆ, ଆମେ ଆଜି ଭାଗବତର କଥାକୁ ଯାହା ଶ୍ରବଣ କଲେ, ଘରେ ପହଞ୍ଚିଲା ପରେ ସେଇ କଥାକୁ ମନେ ମନେ ବାରମ୍ବାର ଚିନ୍ତନ କରିବାର ଆବଶ୍ୟକତା ଅଛି। କ'ଣ ମୁଁ ଶୁଣିକିରି ଭଗବାନଙ୍କ କଥା ଆସିଲି। ଇଏ ପ୍ରେତ ନିରାହାର ପୂର୍ବକ କୌଣସି ପ୍ରକାର କିଛି ଗ୍ରହଣ ନ କରି ଅନିଦ୍ରା ରହି ଯାହା ଶ୍ରବଣ କରୁଥିଲା, ଶ୍ରବଣ ପରେ ତାକୁ ଚିନ୍ତନ କରୁଥିଲା ବସିକିରି, କ'ଣ କ'ଣ ଆଜି କଥା, ଭଗବାନଙ୍କ କଥା ମୁଁ ଶୁଣିଲି। ତେଣୁ 7 ଦିନ ଯାକ ସେଇ ବ୍ରତ ସେ ପାଳନ କରିଥିବା ଯୋଗୁଁ ତା ପାଇଁ ବିମାନ ଆସିକରି ପହଞ୍ଚିଲା। ଶ୍ରବଣେନ ଫଳମ୍ ଭେଦ, ଶ୍ରବଣରେ ଫଳ ଭେଦ ହେଇଯାଏ। ତେଣୁ ଶ୍ରବଣ ଯୋଉ ବିଧି ଅନୁସାରେ କରିବା କଥା, ଯୋଉ ସଂକଳ୍ପରେ କରିବା କଥା, ସେମିତି କରିବା ଦରକାର। ସେଥିରେ କୁହାଯାଇଛି ଯିଏ ନିରାହାର ରହିକିରି 7 ଦିନ ଶୁଣିପାରିବ, ତା ପାଇଁ ସେଇ 7 ଦିନ ହିଁ ମୁଖ୍ୟର କାରଣ ହେଇଯିବ। କିନ୍ତୁ କଳିଯୁଗର ମନୁଷ୍ୟ କେବେ ନିରାହାର ରହିପାରିବ ନାହିଁ, କାରଣ ଅନ୍ନ ପିଣ୍ଡ ଇ ଶରୀର ଥିବା ଯୋଗୁଁ ବିନା ଅନ୍ନରେ ରହିବା ସମ୍ଭବ ନୁହେଁ। ତେଣୁ କୁହାଯାଇଛି ଯଦି ନିରାହାର ନ ରହିପାରିବ, ତାହେଲେ ତମେ ଦିନରେ ଥରେ ଖାଦ୍ୟ ଗ୍ରହଣ କର, ଅନ୍ନ ଦିନରେ ଥରେଟେ ଗ୍ରହଣ କର, ସାତ୍ଵିକ ଆହାର ଗ୍ରହଣ କର, ହବିଷ କର। ଯଦି ବି ହବିଷ କଲା ପରେ ଆହୁରି କ୍ଷୁଧା ଲାଗିଲା, ତାହେଲେ ମଝିରେ ଫଳ ଗ୍ରହଣ କରିପାରିବ, ଜଳ ଗ୍ରହଣ କରିପାରିବ। ଅଳ୍ପ ଆହାର କର, କଥା ମଧ୍ୟରେ ତମକୁ ଯେମିତି ଉଠିକି ବାହାରକୁ ଯିବାକୁ ନ ପଡ଼େ, ଖାଦ୍ୟ ଉପରେ ସେତିକି ନିୟନ୍ତ୍ରଣ ରଖ। ଶ୍ରଦ୍ଧା ରହିବ କଥା ପ୍ରତି, ଭକ୍ତି ରହିବ ଭଗବାନଙ୍କ ପ୍ରତି। ଏଠୁ ଗଲା ପରେ ଘରେ ବସିକିରି ତାକୁ ଚିନ୍ତନ କରିବାକୁ ପଡ଼େ। ଏମିତି କଲେ 7 ଦିନରେ ନିଶ୍ଚିତ ବିମାନ ତମକୁ ପ୍ରାପ୍ତ ହେବ। ଏଥିରେ କିଛି ଦ୍ୱିମତି ନାହିଁ କଳିଯୁଗରେ। ତେଣୁ ସେୟା ହିଁ ହେଲା। ଆଉ ଥରେ କଥାର ଆୟୋଜନ ହେଲା। ସମସ୍ତ ଶ୍ରୋତା ସେଇ ବିଧି ଆଉ ନିୟମ ପୂର୍ବକ ବସିକରି ସଂକଳ୍ପ କରିକି ଭାଗବତର କଥାକୁ ଶ୍ରବଣ କଲେ
ଏବଂ ଭାଗବତର କଥା ଶ୍ରବଣ କରିବା ଦ୍ୱାରା ସମସ୍ତଙ୍କ ଭିତରେ ଭକ୍ତି ଜ୍ଞାନ ବୈରାଗ୍ୟ ଜାଗ୍ରତ ହେଇଗଲା। ଯେତେବେଳେ ଭକ୍ତି ଜ୍ଞାନ ବୈରାଗ୍ୟ ଜାଗ୍ରତ ହେଇଯାଏ ତମ ଶରୀର ଭିତରେ ଅନ୍ତରାତ୍ମା ଶୂନ୍ୟ ହେଇଯାଏ। ତେଣୁ ଶୂନ୍ୟ ହିଁ କେବଳ ଭଗବାନଙ୍କର ପାର୍ଶ୍ୱଦ ହବାର ବା ଭଗବାନଙ୍କ ନିକଟକୁ ଯିବାର ଅତି ସହଜ ଆଉ ସରଳ ହେଇଯାଏ। ସେତେବେଳେ ମନକୁ ଆସେ ନାହିଁ ଏ ସଂସାର ମୋର, ଇଏ ପୁଅ ଝିଅ ମୋର, ଏମାନେ ସମସ୍ତେ ମୋର। କାରଣ ଯୋଉଟା ମୋର ସେଇଟା ମୋ ସାଙ୍ଗରେ ଚିରନ୍ତନ ହବା ଦରକାର। ସେଇଟା ହଉଛି ସତ୍ୟ। ମୋର ଯୋଉଟା କହିବା ସେଇଟା ମୋ ସାଙ୍ଗରେ ସବୁବେଳେ ରହିବା ଦରକାର। ଆଉ ମିଥ୍ୟା ଏଇଟାକୁ କହିବା ଯୋଉଟା ମୋ ସାଙ୍ଗରେ ଆସୁଛି ପୁଣି ଯାଉଛି, ପୁଣି ଆସୁଛି ପୁଣି ଯାଉଛି, ରହୁନାହିଁ, ସେଇଟା ଅସତ୍ୟ। କର୍ମ ଅନୁସାରେ ମୋତେ ମନୁଷ୍ୟ ଶରୀର ମିଳିଛି। ଏ ଅର୍ଥ ମୁଁ କହୁନାହିଁ ଯେ ବାପା ମାଙ୍କ ପ୍ରତି ସେବା କର୍ତ୍ତବ୍ୟ ନ କରିବା। ସେଇଟା ହିଁ ସବୁଠୁ ବଡ଼ କର୍ମ, ବଡ଼ କର୍ତ୍ତବ୍ୟ ହେଉଛି ଯେ ବାର୍ଦ୍ଧକ୍ୟ ଅବସ୍ଥାରେ, ଚତୁର୍ଥ ଅବସ୍ଥାରେ ବାପା ମାଙ୍କର ସେବା କରିବା। ଏଇଥିପାଇଁ ଯେ ଆମେ ମନୁଷ୍ୟ, ଆମେ କୌଣସି ପଶୁ ପକ୍ଷୀ ହେଇଛି ସିଏ ବାପା ମାଙ୍କୁ ଜାଣିପାରିବେ ନାହିଁ। ତାଙ୍କ ଭିତରେ ଜ୍ଞାନ ନାହିଁ, ବିବେକ ନାହିଁ, ବୁଦ୍ଧି ନାହିଁ, ସେମାନେ ଜାଣିପାରିବେ। କିନ୍ତୁ ମନୁଷ୍ୟ ହେଇକିରି ଭଗବାନ ଆମକୁ ବିବେକ ପ୍ରଦାନ କରିଛନ୍ତି, ଜ୍ଞାନ ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି। ତେଣୁ ସବୁକୁ ପ୍ରୟୋଗ କରିବା ଦ୍ୱାରା ନିର୍ଯାସ ହେଉଛି ଏହା, ଜନ୍ମ ଦେଇଥିବା ପିତାମାତା ଆମ ପାଇଁ ଭଗବାନ ଅଟନ୍ତି। ଯଦି ସିଏ ଜନ୍ମ ଦେଇନଥାନ୍ତେ ତାହେଲେ ମୁଁ ଆଜି ଏଠି କେମିତି ପହଞ୍ଚିଥାନ୍ତି? ମୋ ପହଞ୍ଚିବା ପଛରେ, ଏତେ ବଡ଼ ହବାର ପଛରେ ମୋ ବାପା ମା ହିଁ ପ୍ରଥମ ମୂଳ ଗୁରୁ। ସେଇମାନଙ୍କ ଆଶୀର୍ବାଦ ପାଇଁ ମୁଁ ଆଜି ଏଇଠି ପହଞ୍ଚି ଏତେ ବଡ଼ ହେଇଛି। ତେଣୁ ବାପା ମା ହେଉଛନ୍ତି ପ୍ରଥମେ ଭଗବାନ। ତାଙ୍କ ସେବା, ତାଙ୍କ ପ୍ରତି କର୍ତ୍ତବ୍ୟ ଏବଂ ଭକ୍ତି ନିଶ୍ଚିତ ଭାବରେ ଆମର ରହିବା ଦରକାର। ବୋଲି ଆନନ୍ଦ ଏକବାର ନିର୍ଯାସ ହେଉଛି ଏଇଆ ଭାଗବତର ମାହାତ୍ମ୍ୟରୁ, ଯେ ଭାଗବତ ହେଉଛନ୍ତି ଏକମାତ୍ର ମାଧ୍ୟମ ଯାହାଦ୍ୱାରା ମନୁଷ୍ୟ ବଞ୍ଚିଥିଲା ବେଳେ ୟାକୁ ଶ୍ରବଣ କଲେ ଯେତିକି ପୁଣ୍ୟ ମିଳେ, ମୃତ୍ୟୁ ପରେ ବି ଭାଗବତ ସେତିକି ପୁଣ୍ୟ ପ୍ରଦାନ କରିବାର ସାମର୍ଥ୍ୟ ରଖିଛନ୍ତି। ତେଣୁ ଆମେ ସମସ୍ତେ ସେଇ ଭାଗବତ ରୂପୀ ଭଗବାନଙ୍କର ଚରଣରେ ଶରଣ ଯିବା ଦରକାର ଏବଂ ତାଙ୍କୁ ଆଶ୍ରୟ କରିବା ଦରକାର।